ମହାବୀର କର୍ଣ୍ଣ ପୂର୍ବଜନ୍ମରେ ଦମ୍ଭୋଭବ ନାମକ ଜଣେ ଅସୁର ଥିଲେ, ଯାହାକୁ ସହସ୍ର କବଚ ମଧ୍ୟ କୁହାଯାଏ। ସହସ୍ର କବଚ ସୂର୍ଯ୍ୟଦେବଙ୍କୁ କଠୋର ତପସ୍ୟା କରି ଏକ ଅଦ୍ଭୁତ ବର ମାଗିଥିଲେ। ସେ କହିଲେ, ମୋର 1000ଟି ଅଜୟ କବଚ ଦରକାର। ଯିଏ ଏହି କବଚ ଭାଙ୍ଗିବ ତାକୁ 1000 ବର୍ଷ ପର୍ଯ୍ୟନ୍ତ ତପସ୍ୟା କରିବାକୁ ପଡ଼ିବ ଏବଂ କବଚ ଭାଙ୍ଗିବା ମାତ୍ରେ ସେହି ବ୍ୟକ୍ତିର ମୃତ୍ୟୁ ହୋଇଯିବ। ଏହି ବର ଯୋଗୁଁ ସେ ଅମର ଭଳି ହୋଇଗଲେ ଏବଂ ଦେବତା ମଣିଷଙ୍କ ଉପରେ ଅତ୍ୟାଚାର କରିବାକୁ ଲାଗିଲେ। ଏହି ଅସୁରକୁ ବଧ କରିବା ପାଇଁ ଭଗବାନ ବିଷ୍ଣୁ ନର ଏବଂ ନାରାୟଣ ଦୁଇ ମୁନି ରୂପରେ ଅବତାର ନେଲେ। ସେମାନେ ଏକ ଚମତ୍କାର ଯୋଜନା କଲେ। ଯେତେବେଳେ ନାରାୟଣ ଅସୁର ସହ ଯୁଦ୍ଧ କରୁଥିଲେ, ନର ସେତେବେଳେ 1000 ବର୍ଷ ତପସ୍ୟା କରୁଥିଲେ। ତପସ୍ୟା ଶେଷ ହେବା ପରେ ନର ଯୁଦ୍ଧକ୍ଷେତ୍ରକୁ ଆସି ଗୋଟିଏ କବଚ ଭାଙ୍ଗୁଥିଲେ ଏବଂ ସର୍ତ୍ତ ଅନୁଯାୟୀ ତାଙ୍କର ମୃତ୍ୟୁ ହେଉଥିଲା। କିନ୍ତୁ ନାରାୟଣ ନିଜର ସଞ୍ଜୀବନୀ ଶକ୍ତି ବଳରେ ନରଙ୍କୁ ପୁଣି ଜୀବିତ କରି ଦେଉଥିଲେ। ଏହିପରି ଭାବେ ସେମାନେ ଜଣକ ପରେ ଜଣେ ତପସ୍ୟା ଓ ଯୁଦ୍ଧ କରି ଅସୁରର 999ଟି କବଚ ଭାଙ୍ଗି ଦେଇଥିଲେ। ମାତ୍ର ଗୋଟିଏ କବଚ ବାକି ଯେତେବେଳେ ଥିଲା, ସେତେବେଳେ ସହସ୍ର କବଚ ଡରିକି ସୂର୍ଯ୍ୟଦେବଙ୍କ ପଛରେ ଯାଇକି ଲୁଚିଗଲା। ନର ନାରାୟଣ ତାଙ୍କୁ ସୂର୍ଯ୍ୟଙ୍କ ଶରଣରେ ଥିବାରୁ ବଧ କଲେ ନାହିଁ, କିନ୍ତୁ କହିଲେ ଯେ ତୁମକୁ ପରବର୍ତ୍ତୀ ଜନ୍ମରେ ଏହାର ଫଳ ଭୋଗିବାକୁ ପଡ଼ିବ। ସେହି ସହସ୍ର କବଚ ଅସୁର ଦ୍ୱାପର ଯୁଗରେ କର୍ଣ୍ଣ ଭାବରେ ଜନ୍ମ ହେଲେ। ତାଙ୍କ ପାଖରେ ସେହି ଶେଷ ଗୋଟିଏ କବଚ ଓ କୁଣ୍ଡଳ ବାକି ଥିଲା, ଯାହା ତାଙ୍କ ଶରୀରରେ ଜନ୍ମରୁ ଲାଗି ରହିଥିଲା। ଯେଉଁ ନର ଏବଂ ନାରାୟଣ ତାଙ୍କ ସହ ଯୁଦ୍ଧ କରୁଥିଲେ, ସେମାନେ ଦ୍ୱାପର ଯୁଗରେ ଅର୍ଜୁନ ଏବଂ ଶ୍ରୀକୃଷ୍ଣ ଭାବରେ ଜନ୍ମ ନେଇ କର୍ଣ୍ଣଙ୍କର ସେହି ଶେଷ କବଚକୁ ଇନ୍ଦ୍ରଙ୍କ ମାଧ୍ୟମରେ ହଟାଇଲେ ଏବଂ ଶେଷରେ ତାଙ୍କୁ ବଧ କଲେ। ଏହି କାରଣରୁ କର୍ଣ୍ଣଙ୍କୁ ସୂର୍ଯ୍ୟପୁତ୍ର ବୋଲି ମଧ୍ୟ କୁହାଯାଏ, କାରଣ ସୂର୍ଯ୍ୟଦେବ ହିଁ ତାଙ୍କୁ ସେହି ଅସୁର ଅବସ୍ଥାରେ ରକ୍ଷା କରିଥିଲେ। ପୁରାଣ ଅନୁସାରେ କର୍ଣ୍ଣଙ୍କର ଦୁଇ ପତ୍ନୀ ଥିଲେ, ବୃଷାଳୀ ଆଉ ସୁପ୍ରିୟା। ତାଙ୍କର 9 ଜଣ ପୁତ୍ର ଥିଲେ। ସେମାନେ ସମସ୍ତେ କୁରୁକ୍ଷେତ୍ରରେ ବଧ ହୋଇଥିଲେ, କେବଳ ବୃଷକେତୁକୁ ଛାଡ଼ିକି। ଯେତେବେଳେ ପାଣ୍ଡବମାନେ ଜାଣିଲେ ଯେ କର୍ଣ୍ଣ ସେମାନଙ୍କର ବଡ଼ ଭାଇ, ସେତେବେଳେ ଅର୍ଜୁନ ବୃଷକେତୁକୁ ନିଜ ପୁତ୍ର ଭଳି ଗ୍ରହଣ କରିଥିଲେ ଏବଂ ତାଙ୍କୁ ଶସ୍ତ୍ର ଶିକ୍ଷା ଦେଇଥିଲେ ମଧ୍ୟ। କର୍ଣ୍ଣଙ୍କ ବଂଶକୁ ବୃଷକେତୁ ହିଁ ଆଗକୁ ବଢ଼ାଇଥିଲେ।